ସମ୍ବିତ ଏକ ଶାନ୍ତ ଓ ମୂଲ୍ୟବାନ ଛାତ୍ର। ଏଥିରେ ସେ ନୂଆ ଭର୍ତ୍ତି ହୋଇଥିବା ସମୟର ଦିନ। ଦୃଢ଼ ଇଚ୍ଛା ଥିଲା କଲେଜରେ ଖୁବ୍ ପଢ଼ିବା, ବଡ଼ କିଛି କରିବା। ଅପେକ୍ଷା ଥିଲା ନୂଆ ସହପାଠୀ, ନୂଆ ଜୀବନ, ନୂଆ ଅନୁଭୂତି। ପ୍ରଥମ ଦିନ ସମ୍ବିତ ଦେଖିଲା ଜିନି ନାମ ତାର ହୃଦୟକୁ ଲାଗିଗଲା। ପାଖରେ ବସିଥିବା ଝିଅଟି ନାମ ଥିଲା ରୀତିକା। ଶ୍ରେଷ୍ଠ ଶୈଳୀରେ ପଢ଼ୁଥିବା, ହସୁଥିବା ଏବଂ ସମସ୍ତଙ୍କ ସହ ବ୍ୟସ୍ତ ରହୁଥିବା। ତାର ଆକର୍ଷଣ ସମ୍ବିତଙ୍କୁ ଅନ୍ୟ ଜଗତକୁ ନେଇଗଲା। ସମ୍ବିତ ଚେଷ୍ଟା କରୁଥିଲା ରୀତିକା ସହ କଥା ହେବାକୁ, ହେଲେ ଲାଜ ଓ ଭୟ ତାଙ୍କୁ ବାଧା ଦେଉଥିଲା। ଦିନକୁ ଦିନ ସେ ତାଙ୍କୁ ଅନୁସରଣ କରୁଥିଲେ, କ୍ଲାସରେ ଆଉ ଲାଇବ୍ରେରୀରେ ଚୁପଚାପ ତାଙ୍କୁ ଦେଖି ହସୁଥିଲେ। ଏକଦିନ ଏକ ଅନୁଷ୍ଠାନ ଦିନ ଥିଲା। ସମ୍ବିତ ଗୀତ ଗାଇଲେ ଏବଂ ତାଙ୍କ ମଧୁର ରବିରେ ରୀତିକା ପ୍ରଭାବିତ ହେଲେ। ତାର ଦୃଷ୍ଟି ସମ୍ବିତ ଉପରେ ପଡ଼ିଥିଲା। ହି ହେଉଥିଲା ସେମାନଙ୍କ ପ୍ରଥମ ଷାଠଗଠିଆ ଦୃଶ୍ୟ। ରୀତିକା ଏବେ ସମ୍ବିତଙ୍କୁ ଚିହ୍ନିଲେ। ସେ ତାଙ୍କ ସହ ଗୋଟିଏ ସ୍ଥାନରେ ଦୁଇଜଣ ଅଳ୍ପ ଅଳ୍ପ କଥା କହିବା ଆରମ୍ଭ କଲେ। ସେମାନେ ପଢ଼ା, ପ୍ରେରଣା, ଜୀବନ ସ୍ୱପ୍ନ ଉପରେ ଆଲୋଚନା କରୁଥିଲେ। ସମୟ ଗଲା। ସମ୍ବିତ ଓ ରୀତିକା ଭଲ ମିତ୍ର ହେଲେ। ସେମାନେ ଏକା ଲାଇବ୍ରେରୀ ଯାଉଥିଲେ, କଫିଟେରିଆରେ ଚାଲୁଥିଲେ। ତେବେ ଏହା କେବଳ ମିତ୍ରତା ତାଳେ ରହି ନଥିଲା। ସମ୍ବିତ ପ୍ରେମର ଅନୁଭୂତି ଜଣାଇ ପାରିନଥିଲେ। ଏକ ସନ୍ଧ୍ୟା ତାଳବନି ଛାତ୍ରାବାସର ପଛଠାରେ ସମ୍ବିତ ଧୀରେ ରୀତିକାକୁ କହିଦେଲେ, ମୁଁ ତୁମକୁ ଭଲପାଏ। ରୀତିକା ଚୁପ ରହିଗଲେ। ସେ ଦିନ ରୀତିକା କିଛି କହିଲେ ନାହିଁ। ସମ୍ବିତ ଅସହାୟ ଅନୁଭବ କଲେ। ଆଗଦିନ ସେ ଖାଲି ହସି କହିଲେ, ମୋତେ ଅଳ୍ପ ସମୟ ଦିଅ। ଏହି କଥା ଶୁଣି ସମ୍ବିତ ଆଶା ଧରିଥିଲେ। ଦୁଇଜଣ ଆଉ ମିଳିଲେ ନାହିଁ ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ। ଏକ ସପ୍ତାହ ପରେ ରୀତିକା ସ୍ପଷ୍ଟ କଲେ, ମୁଁ ମଧ୍ୟ ତୁମକୁ ପସନ୍ଦ କରେ, କିନ୍ତୁ ଏଥିକି ଉପରେ ଭଲ ଭାବିବା ଦରକାର। ସେମାନେ ଏବେ ଆଲୋଚନା କରି କଥା ହେଉଥିଲେ। ପ୍ରେମ ଏବଂ ପଢ଼ା ଉଭୟ ଉପରେ ସମ ଗୁରୁତ୍ୱ ଦେଉଥିଲେ। ପ୍ରେମର ମଧୁର ଅନୁଭବ ଓ ସ୍ନେହ ଆଶାୟୀ ମୁହୂର୍ତ୍ତ। ସମ୍ବିତ ଓ ରୀତିକା ଏବେ ଏକ ଦୁଇ। ତାଙ୍କ ପ୍ରେମ ଶୁଭ୍ର ଥିଲା। କଲେଜର ଦିନ ହସରେ ଆବୃତ। ଗୋଟିଏ ଅନ୍ତର୍ନିହିତ ବାନ୍ଧନ ସୃଷ୍ଟି ହୋଇଥିଲା। ତେବେ ସମୟ ଶାଶ୍ୱତ ନୁହେଁ। ଏକ ଦିନ ରୀତିକା ଅପେକ୍ଷାତୀତ ଖବର ଦେଲେ, ମୋତେ ଏକ ଅନ୍ୟ ସହରକୁ ପଢ଼ିବାକୁ ପଠାଯାଉଛି। ସମ୍ବିତ ଭାଙ୍ଗିଗଲେ। ମନ ନିରାଶାରେ ଭରିଗଲା। ବିଦାୟ ଦିନଟି ଅସହ୍ୟ ଥିଲା। ଦୁଇଜଣେ ଶବ୍ଦ ବିନା ଦେଖିଲେ। ଆଖି ଭରି ଲୁହ, ହୃଦୟ ଭରି ଦୁଃଖ। ଆଶ୍ୱାସନ ଦେଲେ, ଆମେ ଫେରି ମିଳିବୁ। ସମୟ ଯଦି ସାଥୀ ଦେଇଥାଏ। ସମ୍ବିତ ପୁଣି ପଢ଼ାରେ ଲାଗିଗଲେ। ଅନୁଷ୍ଠାନରେ ଅଗ୍ରଗତି କଲେ, ଆତ୍ମବିଶ୍ୱାସ ଗଢ଼ିଲେ। ରୀତିକା ସହ ମେସେଜ, ଫୋନ ଏବଂ ଚିଠି ଚାଲୁ ରହିଲା। ପ୍ରେମ ଅବିରତ ରହିଗଲା। ସେମାନେ ଦୁଇ ସହର, ଦୁଇ ଜୀବନ, କିନ୍ତୁ ଏକ ହୃଦୟ। ଆଶା ଏବଂ ବିଶ୍ୱାସରେ ତାଙ୍କ ପ୍ରେମ ଉନ୍ନତି କରୁଥିଲା। ସମ୍ବିତ ତାଙ୍କ କ୍ୟାମ୍ପସ ପ୍ଲେସମେଣ୍ଟ ଦେଇ ଏକ ଭଲ ଚାକିରି ପାଇଲେ। ଅନେକ ବର୍ଷ ପରେ ସେମାନେ ଆଉଥରେ ମିଳିଲେ। ଗୋଟିଏ କଫି ସପ୍ରେ, ପୁରୁଣା ଆଲୋଚନା, ପୁରୁଣା ହସି। ସମ୍ବିତ ଏବେ ଏକ ଅପରିଚିତ ଆଲୋକରେ ରୀତିକା ପାଖକୁ ଦେଖି କହିଲେ, ମୁଁ ତୁମ ସହ ଜୀବନ ଗଢ଼ିବାକୁ ଚାହେଁ। ରୀତିକା ହସି କହିଲେ, ମୁଁ ମଧ୍ୟ ସେହି ଦିନ ପାଇଁ ପ୍ରତୀକ୍ଷା କରୁଥିଲି। ସମ୍ବିତ ଓ ରୀତିକାର ପ୍ରେମ ଗଳ୍ପ ଏବେ ବାସ୍ତବ ହେଲା। ସେମାନେ ବିବାହ କଲେ। କଲେଜ ଦିନର ସେହି ଅପରିଚିତ ଦୃଷ୍ଟିରୁ ଆରମ୍ଭ ହୋଇଥିବା ଏକ ଅନନ୍ୟ ମନୋରମ ଜୀବନ ଗଢ଼ିଗଲା।